ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପକାରିତା ବିଷୟରେ ଜାଣି ମୁଁ ଏହାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବାକୁ ଆଜି ମୁଁ ଗ୍ରହଣ କରିବା ପାଇଁ ପ୍ରତିଜ୍ଞା କରୁଅଛି। ଯୋଗାସନ ପ୍ରାଣାୟାମ ଧ୍ୟାନ କିମ୍ବା ଏକାଗ୍ରତାର ଚିତ୍ତ ସହ ଯୋଗ କରିବା ପାଇଁ ପ୍ରତିଦିନ ପ୍ରତିଶତ ନେଉଛି। ଯୋଗକୁ ଆମର ନୀତିଦିନିଆ ଜଡ଼ିତ କରି ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ଲାଭ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମୋର ପରିବାର ବନ୍ଧୁ ଏବଂ ସମାଜକୁ ଏ ଦିଗରେ ଉତ୍ସାହିତ କରିବେ। ସାବଧାନ କରୁନାହାନ୍ତି।